যৌতুক ଆଣିଥିଲେ ମୁଁ ପିଇ ସାରିଲିଣି। ଆପଣଙ୍କ ପାଖରେ ମୋଟେ ପାଣି ନାହିଁ? ପାଣି ନାହିଁ, ପାଣି ନାହିଁ। ତୋ ପାଖରେ କାଟି ଅଛି? ଆଚ୍ଛା ଠିକ ଅଛି। ଯଦି ଆପଣମାନଙ୍କ ପାଖରେ ପାଣି ନାହିଁ ତାହେଲେ ଆଉ ଗୋଟିଏ କଥା ତ ଥିବ। ଆପଣମାନେ ତ ଉଚ୍ଚାରଣ କରୁଛନ୍ତି, ଆପଣଙ୍କ ପାଖରେ ତ ପାଣି ଦିଏ, କ୍ଷୀର କହିଲେ ଜଳ, କ୍ଷୀର କହିଲେ ମଧ୍ୟ ଆପଣମାନଙ୍କର ଦୁଗ୍ଧ, କହିଲେ କ୍ଷୀର ତ ଦୁଗ୍ଧ ତ ଥିବ। ତାହେଲେ କ୍ଷୀର ମୁଣ୍ଡାଏ ମତେ ଦିଅ। ବାପା ଭଲ ହେଲା। ପୁତୁରା ଗରାଖ ଆସିଗଲେ, ଗରାଖ ଆସିଲେଣି। ଆଉ ଘରକୁ ଚାଲବା କ୍ଷୀର କିଆ ବସେଇବା, ମାରିକି ଆମେ ପ୍ରଥମେ ଗଲୁଣି ମାନେ ଦେଇଦେବା। ବାପା ଶୁଣିଲୁ କେତେ ଟଙ୍କାର ନବୁ? ନାଇଁ ଶୁଣ, ଆମେ ବାନପ୍ରସ୍ଥ ଜୀବନ ଅବଲମ୍ବନ କରୁଛୁ, ଆମେ ବନଚାରୀ, ଆମ ପାଖରେ କୋଉଠିଟିଏ ସୁଧା ନାହିଁ। ଆପଣ ଏମିତି ମୁଣ୍ଡାଏ କ୍ଷୀର ଦେଲେ ଭଗବାନ ନାରାୟଣ ଆପଣଙ୍କର ମଙ୍ଗଳ କରିବେ। ବୋଲେ ତୁ ମାଗଣା ଖିଆ, ତୁ ମାଗଣା ଖାଇ ବୋଲି କହୁଛୁ। ଶୁଣ ଶାସ୍ତ୍ରରେ କଣ ଲେଖା ହେଇଛି? କଣ ଲେଖା ହେଇଛି? କହିଲା ବୈଶାଖୀ ଦେଲେ ନଳଦାନ ହୋ ଶାସ୍ତ୍ର କଥା କହ। ବୈଶାଖୀ ଦେଲେ ଜଳଦାନ ପ୍ରାଣୀ ଜୀବନ ହୁଏ ଧନ୍ୟ, ଭାଗବତ ଜଗନ୍ନାଥ ଦାସ ଲେଖିଲେ। ତେଣୁ ଏ ପ୍ରବଳ ଗ୍ରୀଷ୍ମ ପ୍ରବାହ ଚାଲିଛି। ଯଦି ମୁଣ୍ଡାଏ କ୍ଷୀର ଆପଣ ମତେ ଦାନ କରିବେ, ଭଗବାନ ଆପଣଙ୍କର ମଙ୍ଗଳ କରିବେ, କଲ୍ୟାଣ କରିବେ, ସବୁ କିଛି କରିବେ। ବୋଲେ ତୁ ପଇସା ଦବୁନୁ, ମାଗଣା ଖାଇବୁ। ମାନେ ମାଗଣା ଇଏ ଖାଇବୁ। ବରଜେ ଭଞ୍ଜ ଲେଖିଲେ, ବରଜେ କ୍ଷୀର ମାଗୁ ତ ବହୁ ଇଙ୍ଗିତ ଯେ। ଗୋପାଳ ମାନଙ୍କୁ ପ୍ରଭୁ ଯେତେବେଳେ କ୍ଷୀର ମୁଣ୍ଡାଏ ମାଗିଲେ, ଏଇଠି ଗୋପାଳ ମାନେ ବହୁ ଇଙ୍ଗିତ କହିଲେ, ଅନେକ ତିରସ୍କାର। ଆଜି ଆଜ୍ଞା କ୍ଷୀର ତା ବର୍ଣ୍ଣ କେମିତି ଧଳା କି କଳା କି ନାଲି ମୁଁ ଦେଖିଲିନି। ଆଉ ଇଏ କହୁଛି କ୍ଷୀର ପିଇବ। ତମେ ଜୀବନରେ କ୍ଷୀର ପିଇନଥିଲେ କଣ ବାଜୁର ଦୋଷ ବୁଝିଥର। ଶୁଣୁ ପୁଅ, ଏ ବା ଶୁଣୁ, କ୍ଷୀର କି ଜାତି ମୁଁ କି ଜାତି? ମାନେ ତମେ ଖାଲି ଦୋହନ କରିବି ମୋ ସ୍ତ୍ରୀ କି ନେଇକି କିନ୍ତୁ ଚାଖିନା କେମିତିଆ ବୋଲି ଆଖିରେ ଦେଖିନି ଧଳା କି କଳା। ଦହି ଦେଖେ କ୍ଷୀର ଦହି ଛେନା ଘିଅ ଏସବୁ କିଛି ଆପଣ ମାନେ ଖାଇନାହାନ୍ତି? ଆମେ ଗାଈ ମାନଙ୍କୁ ଦୋହନ କରି ଆପଣ ବିକ୍ରି କରନ୍ତି, ଖାଇନାହାନ୍ତି? ହନି ମୋ ଗାଈ ହାରି ଗଲାଣି, ମୁଁ ମାଗଣା ଦେବି। ବର ଯେ କ୍ଷୀର ମାଗୁ ତ ବହୁ ଇଙ୍ଗିତ ଯେ। ଏଇଠି ଗୋପାଳ ମାନେ ଅନେକ ତିରସ୍କାର କଲେ। ଏପରି ସାଧୁ ମଣ୍ଡଳୀ, ଜ୍ଞାନୀ ମଣ୍ଡଳୀ, ବାପା ମାନେ, ସାର୍ ମାନେ, ବାବୁ ମାନେ ଏଇଠି ମହାରାଜା ଲକ୍ଷ୍ମଣ ଆଜ୍ଞା ଚାହିଁଥିଲେ, ମାନେ କ୍ଷୀର ମୁଣ୍ଡେ ନ ଦେଇଥିଲେ ନାହିଁ। ତମକୁ ତ ବାଧ୍ୟବାଧକତା ନାହିଁ, ଏତେ ତିରସ୍କାର କରିବାର କି ଆବଶ୍ୟକତା ଥିଲା? ତେଣୁ ଭଗବାନ ଲକ୍ଷ୍ମଣଲାଲ ସରକାର ସେଠି ପ୍ରଧାନ୍ୱିତ ହେଇଗଲେ। ସେ ଅନନ୍ତଙ୍କର ପ୍ରତୀକ। ମହାରାଜ ଲକ୍ଷ୍ମଣ, କ୍ରୋଧୀ ଲକ୍ଷ୍ମଣ ସଙ୍ଗେ ସେ ରାଗି ହେଇଗଲେ। କଳା ପଇଲେ ହୋଇ ବିରକ୍ତ, ବିଦୋହନେ ପୟ ରକ୍ତ। বইলে হই বিরক্ত ভঞ্জ লেখিলে বলছে হে সরাসরি বইলে হই বিরক্ত বিদোহনে পয় রক্ত। হে সমস্ত গোপাল মানে মু তুমକୁ অভিশাপ দউছি, বইলে হই বিরক্ত বিদোহনে পয় রক্ত। এনিকি যেতেবেলে তুম গাভী মানকু তুমি দোহন করিব, তুম গাভী মানে এনিকি আর গোরস শ্রাব করিবে না, এনিকি সমস্ত রক্ত শ্রাব করিবে। জটাধারী বুলুচি জঙ্গলরে অভিশাপ ইয়ে দউছি সাপ, অভিশাপ মহেটা যা যা যাহার পূজা আমি এই রহ 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 বলা কেতে সাপ মু দেখেছি। ভাষা তো কাই পচারুছ, আমি গৌরিয়া লোক হেতু ধরতো। আরে পুয়া এইଠି গোপাল মানে তেরে অভিশাপ পাইলে কিছু সময় পরে গাভীকে আজ্ঞা দোহন কলে। গাভী ମାନଙ୍କୁ পুনର୍ବାର ଯେତେବେଳେ ଦୋହନ କରିଛନ୍ତି, ଅଖିଳ ବାବୁ ଆପଣ ମାନଙ୍କର ଗାୟକ ମୋର ପୂଜ୍ୟସ୍ପଦ ଗୁରୁଦେବ ଗାୟକ କେଶରୀ ସ୍ୱର୍ଗୀୟ ଉଦିନାଥ ଶର୍ମା କହିଲେ, କହିଲେ ସବୁ କଥା ଆଜ୍ଞା ଭୁଲ ହେଇପାରେ କିନ୍ତୁ ଅଭିଶାପ କେବେ ହେଲେ କାହାର ଭୁଲ ହେଇନାହିଁ। କହିଲା ଅବିବେକୀ ସିନା କରିବ ଯୁକ୍ତି, ଅବିବେକୀ ସିନା କରିବ ଯୁକ୍ତି, ଅଭିଶାପ ରୂପେ ପାଇବି ମୁକ୍ତି, ଅଭିଶାପ ରୂପେ ପାଇବି ମୁକ୍ତି।
ବାପା ଶେଷ ଛାନ୍ଦଟାକୁ ଗାଇବା ଭାରି ମୂଲ୍ୟବାନ କଥା ଏଥିରେ ଲେଖା ହେଇଛି। ଆଜ୍ଞା କଲା ପରୀକ୍ଷିତଙ୍କୁ ଖାଇଲା ତକ୍ଷକ ଆଜ୍ଞା କଲା କଂସ ଗୋପପୁରେ କଂସ ଗୋପପୁରେ କୁଆକୁରାଟି ମାରିକି ବଜଉଛି କଳା ବାକ୍ସ ଭଳିଆ ଦେଉଛି। ହଉ 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 କଲା ପରୀକ୍ଷିତଙ୍କୁ ଖାଇଲା ତକ୍ଷକ। ଆଜ୍ଞା ଏ ମା ଅଭିଶାପ ପାଇଲେ ପରୀକ୍ଷିତ ମହାରାଜ ତୁମକୁ ସର୍ପ ଦଂଶନ କରିବ ଏ 7 ଦିନ ଭିତରେ। ଆଜ୍ଞା ଆଜ୍ଞା ସେଦିନ ରକ୍ଷା କରିବା ପାଇଁ ଦେବତା ମାନଙ୍କ କଥା ରକ୍ଷା କରି ନିଜେ ଅଶ୍ୱିନୀ କୁମାର ଆସିଥିଲେ ମର୍ତ୍ତ୍ୟପୁରକୁ ପରୀକ୍ଷିତ ମହାରାଜକୁ ରକ୍ଷା କରିବା ପାଇଁ। ହେଲା ହେଲା ପରୀକ୍ଷିତ ମହାରାଜକୁ ରକ୍ଷା କରି ପାରିଲେ କି ନା ନା ଯେତେବେଳେ ତକ୍ଷକ ଦେଖିଦେଲା ପରୀ ଯାଉଛନ୍ତି ଅଶ୍ୱିନୀ କୁମାର। ଆଜ୍ଞା ମହାଭାରତରେ ଆଜ୍ଞା ଏ କଥା ଲେଖା ହେଇଛି। ପରୀକି ଅଶ୍ୱିନୀ କୁମାରଙ୍କ ସହିତ ତକ୍ଷକଙ୍କର ଦେଖା ହେଲା। ଆଜ୍ଞା କହିଲା କୁଆଡେ ଯାଉଛନ୍ତି ଆଜ୍ଞା? ନା ଯାଉଛି ଟିକେ ମର୍ତ୍ତ୍ୟପୁରକୁ। ଅଶ୍ୱିନୀ କୁମାର କହିଲେ ମର୍ତ୍ତ୍ୟପୁରକୁ ଯାଉଥିଲା କାହିଁକି? ନା ମୁଁ ଶୁଣିଲି ପରୀକ୍ଷିତ ମହାରାଜଙ୍କୁ ଗଙ୍ଗା ନଦୀ କୂଳରେ ସର୍ପ ଦଂଶନ କରିବ, ତେଣୁ ମୁଁ ରକ୍ଷା କରିବା ପାଇଁ ଯାଉଛି। ତକ୍ଷକ ତ ବ୍ରାହ୍ମଣ ବେଶରେ ଅଛନ୍ତି, ଇଏ 2 ଜଣ ଯାକ ବ୍ରାହ୍ମଣ ବେଶରେ ଅଛନ୍ତି। ଅଶ୍ୱିନୀ କୁମାର ବ୍ରାହ୍ମଣ ବେଶରେ, ଏପଟେ ତକ୍ଷକ ଅଛନ୍ତି ବ୍ରାହ୍ମଣ ବେଶରେ। ଆଜ୍ଞା ସେଠି ତକ୍ଷକ ପ୍ରଶ୍ନ ପଚାରିଲା। ଆଜ୍ଞା କହିଲା ତକ୍ଷକ ଯାହାକୁ ଦଂଶନ କରିବ ଆପଣ ରକ୍ଷା କରିପାରିବେ? ନା ହଁ ମୁଁ ରକ୍ଷା କରିପାରିବି। ବାପା ଘୋର ଜଙ୍ଗଲରେ ଆପଣ ମହାଭାରତ କଥା କହନ୍ତି। ଆଜ୍ଞା ଘୋର ଜଙ୍ଗଲରେ ଯେତେବେଳେ ପ୍ରବେଶ କଲେ ଆଜ୍ଞା ଦେଖିଲେ ଗୋଟେ କାଠୁରି ଆଜ୍ଞା କୁରାଢିରେ କାଠକୁ ହାଣୁଛି, ଗୋଟିଏ ଗଛକୁ ଆଜ୍ଞା ହାଣୁଛି। ହାଣିଲା ବେଳେ ଏଠି ତକ୍ଷକ ପ୍ରଶ୍ନ ପଚାରିଲା। ଆଜ୍ଞା କହିଲା ଏଇଠି ଏ ଲୋକଟାକୁ ଯଦି ତକ୍ଷକ ଦଂଶନ କରେ ତମେ ବଞ୍ଚେଇ ଦେବ? ନା ହଁ ମୁଁ ବଞ୍ଚେଇ ଦେବି। ତକ୍ଷକ ଆଉ ବିଳମ୍ବ କଲା ନାହିଁ। କହିଲା ତତକଣା ତ ମାରିଲା ଗୋଟେ ଚୋଟ। ଚୋଟ ମାରିଲା ଲୋକଟା ସଙ୍ଗେ ସଙ୍ଗେ ମରିଗଲା। ସର୍ପ ଜ୍ୱାଳାରେ ତକ୍ଷକ ଯାହାକୁ ମାରିବ ସେ ବଞ୍ଚିବ? ଅଶ୍ୱିନୀ କୁମାର ହସିଦେଲେ, ଟିକେ ତାକୁ ଧୋଇ ନେଇକି ତା ଉପରେ ପକେଇଦେଲେ। ପୂର୍ବତ ଲୋକଟା ଆଜ୍ଞା ସେମିତି କୁରାଢିରେ ଗଛକୁ ହାଣୁଛି, ପାଦ ତଳେ ପଡିଗଲା ଆଜ୍ଞା ତକ୍ଷକ। ହେ ମହାରାଜ ଅଶ୍ୱିନୀ କୁମାର, ଯଦି ତୁମେ ଯାଇକି ପରୀକ୍ଷିତ ମହାରାଜଙ୍କୁ ବଞ୍ଚେଇ ଦବ ତାହେଲେ ହୁଏତ ବିଶ୍ୱରେ କେହି କାହାର ଅଭିଶାପ ଆଉ କାର୍ଯ୍ୟକାରୀ ହବ ନାହିଁ। ଆପଣଙ୍କୁ ହାତ ଯୋଡୁଛି, ଆପଣଙ୍କୁ ମୁଣ୍ଡିଆ ମାରୁଛି, ପ୍ରଣାମ କରୁଛି, ମୁଁ ଆପଣଙ୍କୁ ଯଥାମାନ୍ୟ ପ୍ରଦର୍ଶନ କରୁଛି। ଆପଣ ପୁନର୍ବାର ସ୍ୱର୍ଗଧାମ ପ୍ରତ୍ୟାବର୍ତ୍ତନ କରନ୍ତୁ। ଆପଣ ଆଉ ଗୋଟେ ମର୍ତ୍ତ୍ୟପୁରକୁ ଯାଆନ୍ତୁ ନାହିଁ। ବାବୁରେ ଆଜ୍ଞା କେହି ହୋଇ ନ ପାଲେ ରକ୍ଷକ କଂସ ଗୋପପୁରେ। ପୁରବନ୍ଧ ଋଷି ହରିବଂଶ ପୁରାଣ, ହରିବଂଶ ପୁରାଣରେ କହିଲେ କବି ପୁରବନ୍ଧ ଋଷି ଅଭିଶାପ ଦେଲେ ସମ୍ରାଟ କଂସ ତୋ ଜୀବନ କାଳ ଭିତରେ ତୁ ଗୋପପୁରକୁ ଯାଇପାରିବୁ ନାହିଁ। ଚନ୍ଦ୍ର ଗୋପପୁରରେ ତୁ ପାଦ ଦବୁ ସେଦିନ ତୋ ମୁଦାକରେ ତୋ ଛାତି ଫାଟିଯିବ। ଆଜ୍ଞା ଠିକ ସେଇଆ ହେଲା। କଂସ ସମସ୍ତଙ୍କୁ ସିନା କୃଷ୍ଣ ଜନ୍ମ ପାଇଁ ପଠେଇଲା, କୃଷ୍ଣକୁ ମାରିବା ପାଇଁ ପୁତନାକୁ ପଠେଇଲା, ଷଣ୍ଢା ସପଟା ବକା ଘାତୁଣା ସବୁକୁ ପଠେଇଲା, କିନ୍ତୁ ନିଜେ ଗୋପପୁରକୁ ଗଲା। ନିଜେ ଗୋପପୁରକୁ ଯାଇଥିଲେ ତା ଛାତିଟା ଫାଟି ଯାଇଥାନ୍ତା। କଂସ ଗୋପପୁରେ ଯାଇ ନ ପାରିଲା ଥାଇ ଅନୁରେ। ବାବୁରେ ତେଣୁ ଇଏ ହଉଛି ଅଭିଶାପ୍ୟ। ଗୋପାଳ ମାନଙ୍କୁ ଅଭିଶାପ ଦେଇଛନ୍ତି ଭଗବାନ ଲକ୍ଷ୍ମଣ। ମହାରାଜ ଲକ୍ଷ୍ମଣଙ୍କର ଅଭିଶାପରେ ଇଏ ଗୋପାଳ ମାନେ ଯେତେବେଳେ ଗାଭୀମାନଙ୍କୁ ଆଜ୍ଞା ମଣ୍ଡଳୀ ଦୋହନ କଲେ, ସବୁ ଗାଭୀ ମାନେ ଆଜ୍ଞା ରକ୍ତସ୍ରାବ କଲେ। ଅଭିଶାପର କଥା ଦାଦି ସେଇ ଟୋକାଟା ଯୋଉ ସାନ ଟୋକାଟା ଟିକେ ଟିକେ ଅଭିଶାପ ଦେଲା ଫଳିବ ଦେଖିବା ପରୀକ୍ଷା କରିବା। ଶୁଣିଲୁ ତୋ ଗାଈ ଦୁହିଁଲୁଣୁ ତୁ? ମୁଁ ଯାଉଛି ମୋ ଜଶ୍ରୀ ଗାଈ ଟିକେ ଦୁହିଁଲି। ମୋ ଜଶ୍ରୀ ଗାଈ ଯଦି ନାଲିଆ କ୍ଷୀର ଦବ ତା ଅଭିଶାପ ଜାଣିକି ପ୍ରାପ୍ତ ହେଲା। ସେଇଟା ଜଶ୍ରୀ ଗାଈ। କଣ କହିଲା? ଜଶ୍ରୀ ଗାଈ। ଶୁଣିଲୁ ଛନ୍ଦୁଟା ଖେଚି ଯାଉଛି। ତୁ ଆଉ ପାଠ କରିବୁ, ତୁ ଗାଈ ହବୁ ଆଉ କଣ ରହ ତାରି ପାଖରେ ସଙ୍ଗ ସଙ୍ଗ ପକେଇବ ଗୋଇଠା ଜୀବନ ପାଇବୁ। ନାଚୁଆ ବୋଲି ମୁଁ ଆସୁଛି ଟାଇମ୍ ପକେଇବି ସବୁ ସରିଗଲା। କଣ ହେଲା? ଏଇ ଟୋକା ଯୋଉ ଅଭିଶାପ ଦେଇଥିଲା ସବୁ ଯାକ ପ୍ଲେଟ ହେଇଗଲା, ସବୁ ଯାକ କ୍ଷୀର ପ୍ଲେଟ ହେଇଗଲା। ସବୁ ଲାଗେ ତ ତୁ ଗାଈ ଦେଖିଆ କଣ ହେଇଛି। ଆରେ ମୁଁ ଦେଖୁଛି ତୁ ଦେଖିଆ କହିଲୁ
ଯାବେ ଯା ଏ କୋକେଇ ସେ ଅଳ୍ପ ବାଟ ଯାଇଥିଲେ ମୁଁ ଦୁହିଲି ସେଇ ରକ୍ତ ଯାବେ ମୋର ତ ସବୁ ହେଇଗଲାଣି ମୋର ସେଇ ରକ୍ତ କଣ କହୁଛି ମୋ ହଁ କଣ କରିବା କୁଆଡେ ଗଲେ ସିଏ ଏପଟେ ଯାଇଛନ୍ତି ପାଦ ଚିହ୍ନ ଅନୁସରଣ ଚାଲ କରି। ଚାଲ ଚାଲ ତାଙ୍କ ପାଖକୁ ଯିବା। ଆଜ୍ଞା ବଡ଼ ହୋଇ ସର୍ବ ଗୋପାଳ ଚଳିଲେ ରଘୁନାଥ ଚରଣରେ ପଡ଼ିଲେ ଶୋଇ। ଆରେ ଘରେ ଘରେ କର ଏ ଭାବ ନାହିଁ। ଭଗବାନ ରଘୁନାଥ ଜୀଙ୍କ ଚରଣାରବିନ୍ଦେ ଶରଣାପନ୍ନ ହେଇଗଲେ ସମସ୍ତ ଗୋପାଳ। ମୋ ପିଲା କୁକୁର ଘର କଣ ମୋ ପିଲା କୁକୁର ଘର ଭାଷେ ପିଲା କୁଟୁମ୍ବର ଘରେ ସେଇଟା ପାଠେ ଟିକେ କହୁଛ ପ୍ରଭୁ ପ୍ରଭୁ ତମ ଭାଇ ଯୋଉ ସାପ ଦେଲା ସବୁ ଯାକ ବ୍ଲେଡ୍